ଜୟ ଜଗନ୍ନାଥ। ଡିସ୍କସନ୍ କରିବା କରେଣ୍ଟ ଆଫେୟାର୍ସ 8 ତାରିଖ ଏବଂ 9 ତାରିଖ। କ୍ଲାସଟା କାଲି ଆସିନଥିଲା, ଏଥିପାଇଁ ଟିକେ ଦେହ ଖରାପ ଥିଲା ତ ସେଥିଲାଗି। ଆଉ ଆର୍ଆଇ ର ଯୋଉ ଓଡ଼ିଆ କ୍ଲାସ୍ ଆଉ ରିଜନିଂ କ୍ଲାସ୍ ସେଟା ଆଜିଠୁ ଆସିଯିବ। ଟିକେ ଦେହ ଟିକେ ପ୍ରୋବ୍ଲେମ ଥିଲା ବୋଲି ମୁଁ କ୍ଲାସ୍ କରିପାରିନି 2 ଦିନ ହେଲା। ଆଜିଠୁ ସେ କ୍ଲାସଟା ରେଗୁଲାର ରହିବ। ଓକେ, ଷ୍ଟାର୍ଟ କରିବା। ହୁ ରିସିଭ୍ ଦ ଧରଣୀଧର ସମ୍ମାନ ଇନ୍ କେଉଁଝର? ଆଚ୍ଛା, ଧରଣୀଧର ଆମର ଗୋଟେ ୟୁନିଭର୍ସିଟି ଅଛି। କୋଉଠି? ଧରଣୀଧର କଲେଜ ଗୋଟେ ଅଛି ଆମର, କୋଉଠି ସେଟା? କେଉଁଝରରେ। କା ନାଁ ଅନୁସାରେ? ଧରଣୀଧର ନାୟକ। ଧରଣୀଧର ନାୟକ। ଆଚ୍ଛା, ଏଇ ଯୋଉ ଆୱାର୍ଡଟା ଯୋଉ ଧରଣୀଧର ସମ୍ମାନ, ଏଟା ଆମର ଆନାଉନ୍ସ କିଏ କରିଛନ୍ତି? ଏବେ ଆମର ଚିଫ ମିନିଷ୍ଟର ମୋହନ ଚରଣ ମାଝୀ ଯାଇଥିଲେ କୋଉଠି? କେଉଁଝର। ସେଠି ସେ 340ଟା ପ୍ରୋଜେକ୍ଟର ଫାଉଣ୍ଡେସନ ଷ୍ଟୋନ ମାନେ ଇନାଗୁରେଟ ନାହିଁ, ମାନେ ଲେ କରିଛନ୍ତି, ମାନେ କଣ କହନ୍ତି ସେଟାକୁ, କାର୍ଯ୍ୟକ୍ରମ ଶୁଭ ଦିଆ ହେଇଛି। ଶୁଭ ଦିଆ 340ଟା ପ୍ରୋଜେକ୍ଟ, ଯାହାର କି ଓର୍ଥ ହଉଛି 1155 କରୋଡ଼। ଆଚ୍ଛା, ଆମର ଯୋଉ ଧରଣୀଧର ନାୟକ ଯିଏ ଅଛନ୍ତି, ତାଙ୍କ ନାଁରେ ଗୋଟେ ଭୁବନେଶ୍ୱରରେ ଗୋଟେ ଗେଷ୍ଟ ହାଉସ ମଧ୍ୟ ଖୋଲାଯିବ। ଫ୍ୟୁଚରରେ ଗୋଟେ ଗେଷ୍ଟ ହାଉସ ମଧ୍ୟ ଖୋଲାଯିବ। କା ନାଁରେ? ଧରଣୀଧର ନାୟକଙ୍କ ନାଁରେ। କୋଉଠି? ଗେଷ୍ଟ ହାଉସ ଭୁବନେଶ୍ୱର। ଆଚ୍ଛା, ଏଇ ଯୋଉ ଧରଣୀଧର ସମ୍ମାନ ଆୱାର୍ଡ ଟା କାହାକୁ ଦିଆହେଲା? କାଙ୍ଗାଳି ଚରଣ ନାୟକକୁ ଦିଆହେଲା। କୋଉଟା? ଧରଣୀଧର ସମ୍ମାନ ଆୱାର୍ଡ ଟା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ହଁ, ଏଇ ଯୋଉଟା ହେଇଛି ତାଙ୍କର ଜନ୍ମଦିନର ଅକେଜନରେ, ଧରଣୀଧର ନାୟକଙ୍କ ଜନ୍ମଦିନ ଆନିଭର୍ସରୀରେ, ଜନ୍ମଦିନ ଆନିଭର୍ସରୀରେ ଏଇ ଜିନିଷଟା ଆନାଉନ୍ସ ହେଇଥିଲା। କାଙ୍ଗାଳି ଚରଣ ନାୟକଙ୍କୁ ଦିଆଯାଇଥିଲା ଧରଣୀଧର ସମ୍ମାନ ଆୱାର୍ଡ। ତା ସହିତ ଆମର ଚିଫ ମିନିଷ୍ଟର ମୋହନ ମାଝୀ ମଧ୍ୟ ଡିକ୍ଲେୟାର କରିଥିଲେ ଯେ 1155 କୋଟିର ଗୋଟେ ପ୍ରୋଜେକ୍ଟ ଆସିଛି, ଯୋଉଟା କି 340ଟା ପ୍ରୋଜେକ୍ଟ ତା ଭିତରେ ଅଛି। এইটা ବି ইম্পর্টান্ট টা। Sorry. Which country embassy invited Navin Patnaik for victory day on May 9? May 9 ରେ ଆମର ଏଟା କାହାର ଭିକ୍ଟରି ଡେ? ରଷିଆର। କା ଏଗେନ୍ଷ୍ଟରେ ଜିତିଥିଲା? ଜର୍ମାନୀ ଏଗେନ୍ଷ୍ଟରେ। ଆଚ୍ଛା, ଏଇ ଯୋଉ ନବୀନ ପଟ୍ଟନାୟକଙ୍କୁ ଯୋଉ ନିମନ୍ତ୍ରଣ କରାଯାଇଛି ଯେ ଯାଇକି ଆୱାର୍ଡ ଗୋଟେ, ହଁ, ଏଟା ଆକ୍ଚୁଆଲି ଏଇ ଯୋଉ ଆୱାର୍ଡ ଟା ନବୀନ ପଟ୍ଟନାୟକଙ୍କୁ ଦିଆଯାଉନି, ଆୱାର୍ଡ ଟା ଦିଆଯାଉଛି ବିଜୁ ପଟ୍ଟନାୟକଙ୍କୁ, ତାଙ୍କର ବ୍ରେଭରି ପାଇଁ। କାହିଁକି ନା ଏଇ ଯୋଉ ଆମର ଯେତେବେଳେ ରଷିଆ ଜର୍ମାନର ୱାର ଚାଲିଥିଲା, ୱାର୍ଲଡ ୱାର 2 ଟାଇମରେ, ସେତେବେଳେ ବିଜୁ ପଟ୍ଟନାୟକ ଗୋଟେ ବଡ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ବିଜୁ ପଟ୍ଟନାୟକଙ୍କୁ ବ୍ରେଭରି ସମ୍ମାନଟା ଦିଆଯାଉଛି। ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ଆମର ଦିଲ୍ଲୀରେ ଥିବା ରଷିଆନ ଏମ୍ବାସି ଇନ୍ ଦିଲ୍ଲୀ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଚ୍ଛା, ଏଇ ଯୋଉ ଇଭେଣ୍ଟଟା ହେଲା, ଇଭେଣ୍ଟଟା କୋଉଠି ହେଇଛି? ଦିଲ୍ଲୀରେ ହେଇଛି ଇଭେଣ୍ଟଟା। ଇଭେଣ୍ଟରେ ଚିଫ ଗେଷ୍ଟ କିଏ ଅଛନ୍ତି? ଚିଫ ଗେଷ୍ଟ ଅଛନ୍ତି ଏସ୍ ଜୟଶଙ୍କର। ବୁଝିହେଲା? এই অপশনটা ଟିକେ লিଭି, এটা হচ্ছে 1 লাখ। এই যে অপশনটা 1 লাখ, আনসার 1 লাখ নয়। What is the cashless treatment limit for road accident victims as notified by the Indian government? এটা এপ্রিল মাসରେ ନ୍ୟୁଜଟା ଆସିଥିଲା। এটা ଏବେ କାର୍ଯ୍ୟକାରୀ କରାହେଲା କେବେ? ମେ 5 ରୁ। ମେ 5 ତାରିଖରୁ ଏଟା କାର୍ଯ୍ୟକାରୀ କରାଗଲା। କେତେ ଲକ୍ଷ ଟଙ୍କା ଦିଆଯିବ? ଏଟା ଦିଆଯିବ 1.5 ଲାখ ଦିଆଯିବ। 1.5 ଲାখ ଦିଆଯିବ। ଆନାଉନ୍ସ କିଏ କରିଛି? ମିନିଷ୍ଟ୍ରି ଅଫ ରୋଡ ଆଣ୍ଡ ଟ୍ରାନ୍ସପୋର୍ଟ। ଟିକେ ଭଏସଟା ଟିକେ ଅଡ୍ ଶୁଭୁଥିବ, ଯେହେତୁ ଥଣ୍ଡାଟା ଛାଡିନି ଭଲସେ, ତ ଟିକେ ଆଡଜଷ୍ଟ କରିନେବେ ଆଉ। 1.5 lakh road mishap victims announced by Ministry of Road and Transport। ମାନେ ଏଇ ଯୋଉ ନୋଟିଫାଇ କରିଛି କି ରୋଡ ମିନିଷ୍ଟ୍ରି ଅଫ ରୋଡ ଆଣ୍ଡ ଟ୍ରାନ୍ସପୋର୍ଟ କିଏ ଅଛନ୍ତି? ନିତିନ ଗଡକରୀ। ନିତିନ ଗଡକରୀ। କେତେ ଟଙ୍କାର ଆସିଷ୍ଟାନ୍ସ? ସେଟା 1.5 ଲାખ। ଆଗରୁ ଆନାଉନ୍ସ ହେଇଥିଲା, ମେ 5 ରୁ କାର୍ଯ୍ୟକାରୀ ହେଲା। On which date were civil defense drills conducted across 244 districts in India? এটা লাস্ট টাইম কেবে ହେଇଥିଲା?
ଏବେ ସିନା ମେ 7 ହେଲା, ନ୍ୟୁଜରେ ଆଜି ଛାଡନ୍ତୁ, ମାନେ କହିବାକୁ ଗଲେ ଗୋଟେ ୱାର ମଧ୍ୟ ଷ୍ଟାର୍ଟ ହେଇ ସାରିଲାଣି। ୱାର ତ ଅଫିସିଆଲି ଡିକ୍ଲାର ହେଇନି, ବାକି ନହେଲେ ଦେଖନ୍ତୁ ୱାର ଟାଇପ ର ଜିନିଷ ହିଁ ଏବେ ଷ୍ଟାର୍ଟ ହେଇ ସାରିଲାଣି ଅଲରେଡି। 244ଟା ଡିଷ୍ଟ୍ରିକ୍ଟ, ଆର 3ଟା କାଟାଗୋରୀ ଅଛି, କାଟାଗୋରୀ 1 2 3। ଆଚ୍ଛା, ଏଟା ଲାଷ୍ଟ ଟାଇମ ପାଇଁ କେବେ ହେଇଥିଲା? ଏବେ ଯୋଉ ହେଲା ମେ 7 2025 ରେ ହେଲା, ଏଟା ଲାଷ୍ଟ ଟାଇମ ପାଇଁ କେବେ ହେଇଥିଲା? ଲାଷ୍ଟ ଟାଇମ ପାଇଁ ଯୋଉ ସିଭିଲ ଡିଫେନ୍ସ ଡିଲ୍ ଟା ହେଇଥିଲା 1999 କାରଗିଲ ୱାର ଟାଇମ ରେ। କାରଗିଲ ୱାର ଟାଇମ ରେ ଏଇଟା ଗୋଟେ ପାର୍ଟ ଅଫ ଆମର, ଏଟା ଗୋଟେ କହୁଛନ୍ତି ଯେ ଅପରେସନ ଅଭ୍ୟାସ ବୋଲି। ଯୋଉ ସିଭିଲ ୱାର ଟା, ଏଟା ଗୋଟେ ଅପରେସନ ଅଭ୍ୟାସ ର ଗୋଟେ ପାର୍ଟ। Which country recently concluded a historic free trade agreement with India? କିଏ କରିଛି ଇଣ୍ଡିଆ ସାଙ୍ଗରେ? ମାନେ ଆପଣଙ୍କର ଯୋଉ ଇଣ୍ଡିଆର ଏକ୍ସପୋର୍ଟସ ଅଛି, ଜିରୋ ଡ୍ୟୁଟିଜ ଟ୍ୟାକ୍ସ, ମାନେ ଜିରୋ ଡ୍ୟୁଟିଜ 99% ଅଫ ଇଣ୍ଡିଆନ ଏକ୍ସପୋର୍ଟ ରେ। ସେଥିଲାଗି ଫାର୍ମର ମାନେ ମଧ୍ୟ ଗୋଟେ ଷ୍ଟ୍ରାଇକ, ମାନେ ଗୋଟେ ଷ୍ଟାର୍ଟ ହେଇଗଲାଣି, ମାନେ ଫାର୍ମର ମାନଙ୍କର ଗୋଟେ ପ୍ରୋଟେଷ୍ଟ ଟାଇପ ର। ବଡ ଷ୍ଟ୍ରାଇକ ସେମିତି କିଛି ହେଇନି, ସେମାନେ ଅପୋଜ କରୁଛନ୍ତି ଏଇ ଜିନିଷଟାକୁ। କାହା ସାଙ୍ଗରେ କରିଛି ଇଣ୍ଡିଆ ଏଟା? ବ୍ରିଟେନ, ଆମର ୟୁକେ ସାଙ୍ଗରେ କରିଛି ଏଟା। କେତେ ଜଣ ସୁପ୍ରିମ କୋର୍ଟର ଜଜ ତାଙ୍କର ଯୋଉ ଆସେଟ ଟାକୁ ପବ୍ଲିଶ କରିଛନ୍ତି, ଯେ ଆମର ଏତିକି ର ଆସେଟ, ଏତିକି ଧନ ସମ୍ପତ୍ତି ଅଛି ବୋଲି। ଏଇ ଜିନିଷଟା ଯୋଉ ୟଶବନ୍ତ ସିହ୍ନାଙ୍କ ଘରୁ ଯୋଉ ମିଳିଥିଲା, ନିଆଁ ଲାଗିଲା ପରେ ଟଙ୍କା ଗଦା ଟାଇପ ର ଗୋଟେ ମିଳିଥିଲା ବସ୍ତା, ସେଇ ପରଠୁ ଜିନିଷଟା ହେଇଛି। ଏଟା ସୁପ୍ରିମକୋର୍ଟର କେତେ ଜଣ ଜଜେସ୍? ସୁପ୍ରିମକୋର୍ଟର 21 ଜଣ ଜଜେସ୍। ୟୁଏନ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ରେ ଇଣ୍ଡିଆ ରାଙ୍କ କେତେ ଅଛି? ଇଣ୍ଡିଆର ରାଙ୍କ ଟା କେତେ ଅଛି? 2025 ହବ, 23 ନୁହଁ, 25 ରିପୋର୍ଟ ଟା ଡିକ୍ଲାର ଆସିଛି, 2025 ଏଟା ହବ। କେତେ ଅଛି? 100। ଏଟା କରେକ୍ସନ କରିଦେବେ, 2025, 2023 ନୁହଁ, 2025। ନୋଟ୍ସ ନିହାତି ବନଉଥିବେ, ଜିନିଷଟା କରେକ୍ସନ କରିବେ। ଯଦି ହବ ମୁଁ ପିଡିଏଫ ଦେଲା ବେଳେ ଆଉ ଥରେ ଏଡିଟିଂ କରିକି ଦେଇଦେବି। ହଁ, ପିଡିଏଫ ପାଇଁ ଆପଣ ଚ୍ୟାନେଲ ଟା ଜଏନ କରିପାରିବେ। ୟୁଟ୍ୟୁବ ରେ ଚ୍ୟାନେଲ ଲିଙ୍କ ମଧ୍ୟ ଅଛି, ଆପଣ ଯିବେ ୟୁଟ୍ୟୁବ ଡିଟେଲ୍ସ ଯିବେ, ମୁଁ ଡେସକ୍ରିପସନ ମଧ୍ୟ ପିନ୍ କରିଦେବି, ଭିଡିଓ ଡେସକ୍ରିପସନ ମଧ୍ୟ ପିନ୍ କରିଦେବି। ଚ୍ୟାନେଲ ଜଏନ କରିଛି ପିଡିଏଫ ପାଇଁ, ଡେଲି ପିଡିଏଫ ପାଇଁ। ଏଟା ହଉଛି 130। ଆଚ୍ଛା, ଫାଷ୍ଟ କିଏ ଅଛି? ଫାଷ୍ଟ ଅଛି ଆଇସଲ୍ୟାଣ୍ଡ। ବଟମ ମୋଷ୍ଟ 193 ରେ କିଏ ଅଛି? ସାଉଥ ସୁଦାନ। ଏଟା ବି ବହୁତ ଇମ୍ପୋର୍ଟାଣ୍ଟ। ଆମର ଯୋଉ ଅନକ୍ରିଉଡ ଗଗନୟାନ ମିଶନ ଯୋଉ ହେବ, ଇଣ୍ଡିଆର ଫାଷ୍ଟ ଅନକ୍ରିଉଡ ଗଗନୟାନ ମିଶନ, କୋଉ ରୋବଟ ଟା ଡେଭଲପ କରାଯାଇଛି ତା ପାଇଁ? ସେ ଯିବ ମାନେ ସେ ରୋବଟ ନାଁ ଟା କଣ? ଏଟା କେବଳ ଇଣ୍ଡିଆର ଫାଷ୍ଟ ଅନକ୍ରିଉଡ ଗଗନୟାନ ମିଶନ ପାଇଁ ଏଟା ଡେଭଲପ କରାଯାଇଛି। ରୋବଟ ନାଁ ଟା କଣ? ବାୟୁମ ମିତ୍ର। ବାୟୁମ ମିତ୍ର। ଏଟା ବି କୋଶ୍ଚିନ୍ ନେକ୍ସଟ ଏକ୍ସାମ ପାଇଁ। ଜର୍ମାନୀର ଚାନ୍ସେଲର କିଏ ହେଲେ? ନୂଆ ଚାନ୍ସେଲର କିଏ ହେଲେ? ସେ ହଉଛନ୍ତି ଆମର ଫ୍ରେଡରିକ ମର୍ଜ। କୋଉ ପାର୍ଟିର? କନଜରଭେଟିଭ ପାର୍ଟିର ଇଏ। ଆଚ୍ଛା, ଏଇ ଯୋଉ ଆପଏଣ୍ଟମେଣ୍ଟ ଲେଟର ଟା ରିସିଭ କଲେ, କାହା ହାତରୁ ରିସିଭ କଲେ? ଜର୍ମାନର ପ୍ରେସିଡେଣ୍ଟ, କଣ ତାଙ୍କ ନାଁ? ଫ୍ରାଙ୍କ ୱାଲଟର। ଫ୍ରାଙ୍କ ୱାଲଟର ଷ୍ଟିମର। ଏତେ ବଡ ନାଁ, ଖାଲି ଫ୍ରାଙ୍କ ୱାଲଟର ଆପଣ ମନେ ରଖନ୍ତୁ। ଆନ୍ସର ଟା ମୁଁ କହିଲି ନା, ଫ୍ରେଡରିକ ମର୍ଜ ବୋଲି। ଫ୍ରେଡରିକ ମର୍ଜ, କନଜରଭେଟିଭ ପାର୍ଟି। 2023 ନାଇଁ। Where has the Met Gala held? ଏଟା କୋଉଠି ହେଇଛି? ଶାହରୁଖ ଖାନ ନ୍ୟୁଜ ରେ ଥିଲେ ବହୁତ ସେଦିନ, ଯୋଉ ଶାହରୁଖ ଖାନ ମାନେ ଗୋଟେ ଅଲଗା ପ୍ରକାର ଗେଟଅପ ରେ କେ ଟାଇପ ର ଗୋଟେ ମାନେ ଅର୍ଣ୍ଣାମେଣ୍ଟ, କେ ଟାଇପ ର ଗୋଟେ ନେକଲେସ ପକେଇଥିଲେ। ଜିନିଷଟା କୋଉଠି ହଉଛି? ମାନେ ତାଙ୍କର ଏଟା ଡେବ୍ୟୁ ଥିଲା, ଏ ଯୋଉ ମିଟ ଗାଲାକୁ ଡେବ୍ୟୁ ଥିଲା ଏଟା।
କୋଉଠି ହଉଛି ଏଟା? এটা ଆମର ହଉଛି ନ୍ୟୁୟର୍କ। ନ୍ୟୁୟର୍କରେ ହଉଛି ଏଟା। ଅଭୟ ସିଂ ୱାନ୍ ହ୍ୱିଚ୍ ଟ୍ରଫି ଇନ୍ ନ୍ୟୁୟର୍କ? ଅଭୟ ସିଂ କୋଉ ଟ୍ରଫିଟା ଜିତିଲେ ନ୍ୟୁୟର୍କରେ? ଏଟା ହଉଛି ହାଇଦର ଟ୍ରଫି। ଆଚ୍ଛା ଆମର ହାଇଦର ଯୋଉ ଟ୍ରଫିଟା ଅଛି, ହାଇଦର ଟ୍ରଫିଟା ଆମର ଏଟା କୋଉ ଖେଳରୁ ଏଟା ବିଲଙ୍ଗ କରୁଛି ହାଇଦର ଟ୍ରଫିଟା? ଏଟା କୋଉ ଖେଳ ପାଇଁ ହାଇଦର ଟ୍ରଫିଟା? ଏଟା ହଉଛି ସ୍କ୍ୱାସ୍ ପାଇଁ। ଏଟା ସ୍କ୍ୱାସ୍ ପାଇଁ। ଇମ୍ପୋର୍ଟାଣ୍ଟ ହଉଛି ଆପଣଙ୍କର କିଏ ଜିତିଲେ? ଅଭୟ ସିଂ। ଏ ଖେଳଟା କୋଉଠି ହଉଥିଲା? ସ୍କ୍ୱାସ୍ ଖେଳଟା ହଉଥିଲା କୋଉଠି? ଖେଳଟା ହଉଥିଲା ନ୍ୟୁୟର୍କରେ। ଇଭେଣ୍ଟଟା ହଉଥିଲା ନ୍ୟୁୟର୍କରେ। ଡିଫିଟ୍ କଲେ କାହାକୁ? ହରେଇଲେ କାହାକୁ? ଇଂଲଣ୍ଡର ଇଂଲିଶ ମ୍ୟାନ ସାମ୍ ଟଡ୍। ଇଏ ହଉଛନ୍ତି ରନର୍ସ ଅପ୍ ସାମ୍ ଟଡ୍। ବୁଝିହେଲା? ହାଇଦର ଟ୍ରଫି କୋଉଟା? ଏଟା ହାଇଦର ଟ୍ରଫିଟା ଆମର ସ୍କ୍ୱାସର। ଜିତିଲେ କିଏ? ଅଭୟ ସିଂ। ହରେଇଲେ କାହାକୁ? ସାମ୍ ଟଡ୍ଙ୍କୁ। ଦେଖନ୍ତୁ ମୁଁ ଯୋଉ ଡିଟେଲସ ଯୋଉ କହୁଛି ସେଇଟା ବି ଇକ୍ୱାଲି ଇମ୍ପୋର୍ଟାଣ୍ଟ କୁଇଜ ସାଙ୍ଗରେ, କିନ୍ତୁ ଏ ବର୍ଷ କଣ କି ଓଡିଶା ର ମାନେ ଯୋଉ ଜିକେ ଟା ବି ପଡିବ ନା ସିଜିଏଲ ରେ, ଯଦି ଆପଣ କାହିଁକିନା କରେଣ୍ଟ ଆଫେୟାର ୱେଟେଜ ଟା କଣ ଓଡିଶାରେ କେବଳ ସିଜିଏଲ ରେ ହିଁ ଅଧିକା ଆସେ। ସିଜିଏଲ ଆଉ ହଁ ସିଜିଏଲ ରେ 40 ପାଖାପାଖି ଆସିଥିଲା 2 ବର୍ଷ ହେଲା। ଏ ବର୍ଷ ଓଡିଶା ର ଜିଏସ୍ ଟା ବି ଇନକ୍ଲୁଡ ହେଇଛି। ତ ସେଇଟାକୁ ସିଏ କୋଉ ହିସାବରେ ମାର୍କ ଟା ସେଗ୍ରିଗେଟ କରିବ ଡିଟେଲସ ନୋଟିଫିକେସନ ଏଯାଏଁ ଆସିନି ନା। ଯଦି ଓଡିଶା 10 ମାର୍କ ଦବ ସେଇ କରେଣ୍ଟ ଆଫେୟାରକୁ କାଟିବ, କରେଣ୍ଟ ଆଫେୟାର 30 ଦବ, ଓଡିଶା ଏଇଟା 10 ଦବ। ଯଦି ବି 30 ପଡୁଛି ଭାବନ୍ତୁ ଯେ ସେ ଉପରକୁ ପକେଇବ ବୋଲି। ହଁ ଯଦି ଯେମିତି 15ଟା ପଡିଲା କରେଣ୍ଟ ଆଫେୟାର ଆପଣ ଜାଣିବେ ଯେ ଉପରକୁ ପକେଇବ, ଏତେ ଭିତରକୁ ଯିବନି। ଆଉ ଯଦି ଆପଣଙ୍କର 25 ପ୍ଲସ ବି ପଡୁଛି ନା, ସିଏ 10ଟାରୁ 15ଟା ଉପରକୁ ପକେଇଦବ, ଆଉ ବାକି 10ଟା ଟିକେ ଭିତରୁ ପକେଇବ, ଯୋଉଟା କି ଆନାଲିସିସ ରେ ଯୋଉ ଜିନିଷଟା ମୁଁ କହୁଛି। ମୁଁ କହୁନି ଯେ ପର୍ଟିକୁଲାର ଏଇ ଚ୍ୟାନେଲରେ ଏଇ କୋଶ୍ଚିନ୍ ଟା ଆସିବ। କରେଣ୍ଟ ଆଫେୟାର ଟା ସୋର୍ସ ଟା ବହୁତ ବଡ। ଆପଣ ଯେକୌଣସି ଚ୍ୟାନେଲ ବି ଫଲୋ କରିପାରିବେ, ସେମିତି କିଛି ଇଏ ନାହିଁ ଯେ ମ୍ୟାଣ୍ଡେଟରୀ ନାହିଁ ଯେ ଆପଣ ଏଇ ଚ୍ୟାନେଲ ହିଁ ଫଲୋ କରନ୍ତୁ କରେଣ୍ଟ ଆଫେୟାର୍ସ। ହଁ ଏଇ ଚ୍ୟାନେଲରେ ସେମିତି ବେଶୀ ସମୟ ପାଇଁ ମୁଁ କିଛି କରୁନି, କାହିଁକିନା ପର ଡେ 10ଟାରୁ 12ଟା ଭିତରେ ମୁଁ କଲେକ୍ଟ କରୁଛି କୋଶ୍ଚିନ୍। ଏଇଟା ଆଜି ଟିକେ 20ଟା ପାଖାପାଖି ହେଇଛି, କାହିଁକି ନା 2 ଦିନର 8 ତାରିଖ ଆଉ 9 ତାରିଖର ମିଶିକି ଅଛି ଏଥିରେ। ଯେହେତୁ ଟିକେ ମୋର ହେଲ୍ଥ ଇସ୍ୟୁ ଥିଲା ତ ସେଥିଲାଗି ଭିଡିଓଟା ବନେଇ ପାରୁନଥିଲି। ଆପଣ ମୋ ଭଏସରୁ ବି ଜାଣିପାରୁଥିବେ। Which former Formula One driver recently passed away? କିଏ କାହାଙ୍କର ଦେହାନ୍ତ ହେଇଛି ଯିଏକି ଆମର ଫର୍ମୁଲା 1 ଡ୍ରାଇଭର? ତାଙ୍କର ନାଁ ହଉଛି କଣ? ଜୋଚେନ୍ ମାସ୍। ଇଏ ଜର୍ମାନର। ଜୋଚେନ୍ ମାସ୍ ଜର୍ମାନର। ପଙ୍କଜ ଆଡଭାନୀ won which billiards tournament? ଆନ୍ସର ଦେଇଦେଇଛି। ପଙ୍କଜ ଆଡଭାନୀ ଜିତିଛନ୍ତି, ଏଟା ଇମ୍ପୋର୍ଟାଣ୍ଟ। କିଏ ଜିତିଲେ? ସିସିଆଇ ବିଲିୟାର୍ଡ କ୍ଲାସିକ। ଟୁର୍ଣ୍ଣାମେଣ୍ଟ ନାଁଟା ହଉଛି ସିସିଆଇ ବିଲିୟାର୍ଡ କ୍ଲାସିକ। ଆଚ୍ଛା ହରେଇଲେ କାହାକୁ? ଜିତିଲେ ସିନା ପଙ୍କଜ ଆଡଭାନୀ, ହରେଇଲେ କାହାକୁ? ଧ୍ରୁବ ଶୀତୱାଲା। ଧ୍ରୁବ ଶୀତୱାଲା ଗୋଟେ ୱିନ୍ କରିଥିଲେ ଏପ୍ରିଲ ମାସରେ। ସେ ଇଭେଣ୍ଟ ଟା କୋଉଠି ହଉଥିଲା ଆଉ ସେ ଇଭେଣ୍ଟ ନାଁଟା କଣ ଆପଣ ମତେ କମେଣ୍ଟ ବକ୍ସରେ ଜଣେଇବେ। ଏପ୍ରିଲ ମାସରେ ପଢା ହେଇଛି। Which Argentina football player recently passed away? ତାଙ୍କ ନାଁ ହଉଛି କଣ? ଯିଏ କି ଆର୍ଜେଣ୍ଟିନାର ଫର୍ମର ଫୁଟବଲ ପ୍ଲେୟାର ଥିଲେ, ଯାହାଙ୍କ ଦେହାନ୍ତ ହେଇଛି। କଣ ତାଙ୍କ ନାଁ? ଲୁଇସ୍ ଗଲଭାନ। ଇଏ ଆର୍ଜେଣ୍ଟିନାର। Odisha's cabinet approved a 50% concession in ticket fares under which system? ଆଚ୍ଛା ଟିକେଟ ମାନେ ଏଟା ଟ୍ରାନ୍ସପୋର୍ଟିଂ ନିହାତି ହେଇଥିବ, ନହେଲେ ଟିକେଟ କଥା ଆସିଛି ମାନେ ଏଟା ଟ୍ରାନ୍ସପୋର୍ଟିଂ ତ ହେଇଥିବ ନା। ଟିକେଟ କଥା ଆସିଛି ମାନେ ଟ୍ରାନ୍ସପୋର୍ଟିଂ ଏଟା ହେଇଥିବ। ତ ଓଡିଶା ଗଭର୍ଣମେଣ୍ଟ ଗୋଟେ ସ୍କିମ୍ ଲଞ୍ଚ କରିଛନ୍ତି। ସ୍କିମ୍ ନାଁଟା ହଉଛି କଣ? ଏମବିଏସ୍। ଏମବିଏସ୍ ସିଷ୍ଟମ। ଏହାର ଫୁଲ ଫର୍ମ ଟା ହଉଛି ମୁଖ୍ୟମନ୍ତ୍ରୀ ବସ୍ ସେବା। କନସେସନ କେତେ?
50%, ସମସ୍ତେ 50% ନାହିଁ, ସମସ୍ତେ 50% ନାହିଁ। ତାର ସ୍ପେଶାଲ କାଟାଗୋରାଇଜେସନ ହେଇଛି। ଗୋଟେ ହଉଛି ଓମେନ୍, ଗୋଟେ ହଉଛି ଷ୍ଟୁଡେଣ୍ଟ, ଗୋଟେ ହଉଛି ଆମର ଦିବ୍ୟାଙ୍ଗ, ଯୋଉ ପିଡବ୍ଲ୍ୟୁଡି କହନ୍ତି ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର ଆଉ ସିନିୟର ସିଟିଜେନ। ଏମାନଙ୍କୁ 50% ର ରିହାତି ମାନେ ଛାଡ, ଟିକେଟ ଫେୟାର ଯେତିକି ତାର ଏମାନେ 50% ହିଁ ଦେବେ। ସ୍କିମ୍ ନାଁଟା କଣ ମନେ ରଖିବ, ମୁଖ୍ୟମନ୍ତ୍ରୀ ବସ୍ ସେବା। ଏବେ କେତେଟା ନୂଆ ଆୟୁଷ ହସ୍ପିଟାଲ ସେଟଅପ୍ କରାଯିବ ଓଡିଶାରେ? ନୂଆ 3ଟା କରାଯିବ। କୋଉ କୋଉ ଏରିଆରେ କରାଯିବ 3ଟା ଆୟୁଷ ହସ୍ପିଟାଲ? ବାଲେଶ୍ୱରରେ ଗୋଟେ, ବ୍ରହ୍ମପୁରରେ ଗୋଟେ, ଆଉ ଗୋଟେ ହଉଛି ଆମର କୋଉଠି ଢେଙ୍କାନାଳ, ଢେଙ୍କାନାଳ ଗୋଟେ। 3ଟା ଜାଗାରେ ନୂଆ 3ଟା ଆୟୁଷ ହସ୍ପିଟାଲ ସେଟଅପ୍ କରାଯିବ। ବୁଝିହେଲା? ଏ ଯେ ବୁଝିବାରେ କଣ ଅଛି, ଏଇ ସିମ୍ପଲ କ୍ୱେଶ୍ଚନ ଟା। ଏଟା ତ ଟପ୍, ଏଟା ତ ପୁରା ନ୍ୟୁଜରେ ଟ୍ରେଣ୍ଡ ଆଉ, ରିସେଣ୍ଟଲି ଟ୍ରେଣ୍ଡ ଚାଲିଛି ଆଉ। କୋଉ କୋଉ ଚ୍ୟାନେଲ ଅପରେସନ ସିନ୍ଦୁର 2.0 କିଏ 3.0 ଏମିତି ଦେଖେଇ ଚାଲିଛନ୍ତି। ହଁ, ଏଇ ଜିନିଷଟା ଆମର କଣଟା ଅପରେସନ, which operation was launched against terrorist group in POK। ଖାଲି ପିଓକେ ନାହିଁ, ପିଓକେ ରେ ବି ହେଇଥିଲା, ତାହେଲେ 9ଟା ଜାଗାରେ ହେଇଥିଲା। ମାନେ ଅପରେସନ ଯୋଉ ଷ୍ଟାର୍ଟ ହେଲା, ଏବେ ତ ବହୁତ ସାରା ଜାଗା ତାଙ୍କର କଣ କହୁଛନ୍ତି ଯେ ନ୍ୟୁଜ ଆସୁଛି ଲାହୋରର ସେଠି କଣ ଇଏ ହେଇଛି ବୋଲି ସେମାନେ କ୍ଲେମ କରୁଛନ୍ତି ଇଣ୍ଡିଆ ହିଁ ପକେଇଛି। ତାପରେ ରାଉଲପିଣ୍ଡିର ଆମର ଯୋଉ ଗ୍ରାଉଣ୍ଡ ଅଛି ସେଠି ପକେଇଛନ୍ତି। ତ ଏମିତି ଆହୁରି ଡ୍ରେସରେ ବହୁତ ସାରା ଜିନିଷ ହେଲାଣି, ସେମାନେ ବି ଡ୍ରୋନ ଆଟାକ କରୁଛନ୍ତି ଇଣ୍ଡିଆ ଉପରେ। ନ୍ୟୁଜ ଯା ଦେଖେଇବା କଥା, ଆମେ ଯାହା ନ୍ୟୁଜ ଟା ଯୋଉ ଜିନିଷଟା ଦେଖିବା କଥା ମିଡିଆରେ। ତ ଏଇ ଅପରେସନ ସିନ୍ଦୁର ଟା କେତେ, ଯୋଉ ଫାଷ୍ଟ ଅପରେସନ ସିନ୍ଦୁର ଯୋଉ ଫାଷ୍ଟ ଷ୍ଟାର୍ଟ ହେଲା, ଆମର ଯୋଉ ପିଓକେ ଏରିଆ, ମାନେ ପିଓକେ ରେ ଆମର ଯୋଉ ଟେରରିଷ୍ଟ ଗ୍ରୁପ ତାଙ୍କ ସିଭିଲିଆନ ଉପରେ ନୁହେଁ। ସେମାନେ ସିନା ଆମର ସିଭିଲିଆନକୁ ମାରୁଛନ୍ତି, ଏଲଓସି ପାଖରେ 16 ଜଣ ମାନେ ଡେଥ୍, ତା ଦେହରେ ପୁଣି 4 ଜଣ ଛୋଟ ଛୁଆ ଅଛନ୍ତି, 45 ଜଣ ଆହତ ହେଇଛନ୍ତି। କିନ୍ତୁ ଇଣ୍ଡିଆ ଯୋଉ ଆଟାକ ଟା କରୁଛି ତାଙ୍କର ସିଭିଲିଆନଙ୍କ ଉପରେ ନୁହେଁ, ସେ ତାଙ୍କର ଟେରରିଷ୍ଟ ଗ୍ରୁପ ଉପରେ କରୁଛି। ତାଙ୍କ ଟେରରିଷ୍ଟ ଯୋଉ ବେସ୍ ଟା ଅଛି, ଯେମିତି ଆମର ଆପଣ ଦେଖିଥିବେ ଉରି ମୁଭି ଦେଖିଥିବେ, ସେଠି କଣ ଡାଇରେକ୍ଟ ପଶିକି ଭିତରେ କୋଉଠି ମାରିକି ଆସିଥିଲେ। ତାଙ୍କର ଟେରରିଷ୍ଟ ଯୋଉ ଯୋଉ ଜାଗାରେ ତାଙ୍କର ସବୁ ବେସ୍ ଅଛି, ସେଇ ଜାଗାରେ ହିଁ ଅପରେସନ ସିନ୍ଦୁରଟା ହେଇଥିଲା। କେତେଟା 9ଟା ବେସ୍ ରେ। ଫାଷ୍ଟ କଥା ମୁଁ କହୁଛି, ଏବେ ତ ଆପଣ ହିସାବ କରିବେ ବହୁତ ସାରା ଜାଗାରେ ପକେଇଲେଣି। ଷ୍ଟାର୍ଟିଂ ଟା ମାତ୍ର 9ଟା ବେସ୍ ରେ ସେମାନେ ଆଟାକ କରିଥିଲେ, ଡେଷ୍ଟ୍ରୟ କରିଥିଲେ। ଆଟାକ ନାହିଁ, ଆଟାକ ତ ଟେରରିଷ୍ଟ ମାନେ କରନ୍ତି, ଇଣ୍ଡିଆ ଡେଷ୍ଟ୍ରୟ କରିଥିଲେ ତାଙ୍କର ଟେରରିଷ୍ଟ ବେସ୍ ଟାକୁ। 9ଟା ବେସ୍ ରେ ପକା ହେଇଥିଲା, 9ଟା ଯାକ ଡେଷ୍ଟ୍ରୟ ହେଇଥିଲା। ଏଇଠି 2 ଜଣ ନ୍ୟୁଜରେ ଆସିଥିଲେ ଆମର, ଯେତେବେଳେ ଏଇ ଜିନିଷଟାକୁ ପ୍ରେସକୁ ଯୋଉ ଆମର ଯୋଉ ଇନଫର୍ମ କରନ୍ତି, ଆପଣ ପ୍ରେସକୁ ଯୋଉ ଜଣେଇବେ, ସେଠି ବିକ୍ରମ ମିଶ୍ର ମଧ୍ୟ ଥିଲେ। ଇମ୍ପୋର୍ଟାଣ୍ଟ ହଉଛି ଯୋଉ 2 ଜଣ ଲେଡିଜ ଥିଲେ, ଯିଏ କି ମାନେ ମିଡିଆ ବାଲାଙ୍କୁ ଏକ୍ସପ୍ଲେନ କରିକି ଜଣାଉଥିଲେ ଏଇଥିପାଇଁ ଆମେ ଏଇ ଜିନିଷଟା କଲୁ ବୋଲି। ଜଣେ ଜଣାଉଥିଲି କଣ, କର୍ଣ୍ଣେଲ ସୋଫିଆ କୁର୍ଦେଶୀ। କର୍ଣ୍ଣେଲ, ଏଇଟା ନିହାତି ଇମ୍ପୋର୍ଟାଣ୍ଟ ଆପଣଙ୍କ ପାଇଁ, ଲେଡିଜ ଯେହେତୁ ଇମ୍ପୋର୍ଟାଣ୍ଟ। ସୋଫିଆ କୁର୍ଦେଶୀ, ସୋଫିଆ କୁରେଶୀ, ସୋଫିଆ କୁରେଶୀ। ଆଉ ଜଣେ କଣ ଥିଲେ, ଆଉ ଜଣେ ଥିଲେ ଆମର ବମିକା ସିଂ, ୱିଙ୍ଗ କମାଣ୍ଡର। ସେ ୱିଙ୍ଗ କମାଣ୍ଡର ବମିକା ସିଂ। 2 ଜଣ କଣ ପାଇଁ ଥିଲେ କି, ସୋଫିଆ କୁରେଶୀ ଯେ ଇଏ ଆମର ହିନ୍ଦୀରେ ଏକ୍ସପ୍ଲେନ କରୁଥିଲେ, ପ୍ରେସ ଆଗରେ ଇଏ ହିନ୍ଦୀରେ ଏକ୍ସପ୍ଲେନ କରୁଥିଲେ। ଆଉ ବେମିକା ସିଂ ଯିଏ, ଇଏ ଇଂଲିଶରେ ଏକ୍ସପ୍ଲେନ କରୁଥିଲେ ପ୍ରେସ ଆଗରେ। ଇମ୍ପୋର୍ଟାଣ୍ଟ 2ଟା ଯାକ, ମାନେ 2 ଜଣ ଯାକ ହାଇଲାଇଟେଡ। ବର୍ତ୍ତମାନ ପାଇଁ ଆପଣ ଦେଖିବେ ମିଡିଆରେ 2 ଜଣଙ୍କର, ଆପଣ ଯୋଉ ବି ଚ୍ୟାନେଲ ଅନ୍ କରନ୍ତୁ, ଓଡିଆର ଚ୍ୟାନେଲ ଅନ୍ କରନ୍ତୁ କି ହିନ୍ଦୀର ମିଡିଆ ଚ୍ୟାନେଲ ଅନ୍ କରନ୍ତୁ, 2 ଜଣଙ୍କ ଫେସ ଦେଖିବେ। ଯାହା ବି ଦେଖୁଥିବେ ଥମ୍ବନେଲ ହଉ କି ଯାହା, 2 ଜଣଙ୍କ ଫେସ ଟା ମାନେ ଏଇଟା ପୁରା ମାନେ ପପୁଲାର ଫିଗର ଜାଣିବେ। ତ ଏଇ 2ଟା ଇମ୍ପୋର୍ଟାଣ୍ଟ, ଏଟା ଗୋଟେ ଇଭେଣ୍ଟ ଭିତରେ ଆସେ। ଏଣ୍ଟାୟାର ଅପରେସନ ସିନ୍ଦୁର ଟା କାହା ଏଗେନଷ୍ଟ ହେଇଛି ସେଇଟା କରେଣ୍ଟ ଆଫେୟାରରେ ଅଛି, ବାକି ଏଗୁଡା ସବୁ କରେଣ୍ଟ ଇଭେଣ୍ଟ ଅଣ୍ଡରରେ ଆସେ। Where did the recent aircraft crash in Punjab? ଏଠି ଜଣେ ମରିଛନ୍ତି, 9 ଜଣ ଇଞ୍ଜର ଅଛନ୍ତି। ଏଟା କୋଉଠି ହେଇଛି, ପଞ୍ଜାବର ଆକ୍ଲିଆନ କାଲାନ ଭିଲେଜ, ବାତିଣ୍ଡା। ଆଉ ଗୋଟେ ହେଇଛି ଆମର
ଉତ୍ତରାଖଣ୍ଡରେ ଏଟା ମୁଁ ନ୍ୟୁଜ ଟା କଭର କରିନି, ଏଟା ମୁଁ କରିଦେବି ନେକ୍ସଟ କ୍ଲାସରେ ନ୍ୟୁଜ ଟା ମୁଁ କଭର କରିଦେବି। ଏବେ ଦେଖୁଥିଲି ଆସିଲା ଗୋଟେ ଏମିତି ନ୍ୟୁଜରେ ଯେ ଉତ୍ତରାଖଣ୍ଡରେ କ୍ରାଶ ଟା ହେଇଛି, ସେଠି ଆମର ଟୁରିଷ୍ଟ ର ଇଏଟା ଗୋଟେ କ୍ରାଶ, ସେଠି ବି ଏମିତି କେତେ ଜଣଙ୍କର ମାନେ ସ୍ପଟ ଉପରେ ଡେଥ ହେଇଯାଇଛି। ମୁଁ କଭର କରିବି ନେକ୍ସଟ କ୍ଲାସ ସେଇ ଜିନିଷଟା କଭର କରିବି କୋଉଟା ଏଟା ଇନସିଡେଣ୍ଟ ଟା ହେଇଛି ବୋଲି। ଏଟା କୋଉଠି ହେଇଛି ବତିଣ୍ଡାର ଆକ୍ଲାନ କଲାନ ଭିଲେଜ, ଅପସନ ଏ। Which company received Indian government approval to offer satellite internet services? ଏଟା ଆପ୍ଲାଏ କଲାନି, ବହୁତ ଦିନ ଆଗରୁ ଆପ୍ଲାଏ କରିଥିଲା, ଏବେ ତାକୁ ଇଣ୍ଡିଆନ ଗଭର୍ଣମେଣ୍ଟ ଆଲାଉ କଲା। ଏଟା ହଉଛି କଣଟା? ଷ୍ଟାରଲିଙ୍କ ଟା କାହାର? ଏଲନ ମସ୍କର। ଏମାନେ କଣ କହିଲେ, ଇଣ୍ଟରନେଟ ଟା ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଏଟା। ଇଣ୍ଡିଆରେ ଏବେ ସାଟେଲାଇଟ ଇଣ୍ଟରନେଟ ସର୍ଭିସ କାହା ଦ୍ୱାରା? ଷ୍ଟାରଲିଙ୍କ ଦ୍ୱାରା। କାହାର? ଏଲନ ମସ୍କ। Which cricket format did Rohit Sharma announce retirement? ଦୁଇଟା ଯାଙ୍କରେ। ଟି20 ତ ଆଗରୁ କରିଥିଲେ, ଏବେ ଟେଷ୍ଟରେ ଗଲେ। ଓଡିଆଇ ଏବଂ ଆଇପିଏଲ ସେ ଖେଳିବେ, କଣ୍ଟିନ୍ୟୁ ଦେଖିବେ। ଏବେ ଟେଷ୍ଟରେ ଗଲେ ତ ଆନ୍ସର ଟା ଏଠି ଟେଷ୍ଟ। ହଁ, ମତେ ଆପଣ କମେଣ୍ଟ ବକ୍ସରେ ଜଣେଇବେ ଯେ ଟେଷ୍ଟ ଡେବ୍ୟୁ କେବେ ହେଇଥିଲା ରୋହିତ ଶର୍ମାଙ୍କର। କ୍ଲାସ ଟା ଦେଖନ୍ତୁ, କମ୍ପ୍ଲିଟଲି ଦେଖନ୍ତୁ, ଆଉ କମେଣ୍ଟ ବକ୍ସରେ ଯାହାବି ମୁଁ ପର ଡେ ଗୋଟେ ଲେଖା କୋଶ୍ଚିନ୍ କରେଇବି, ଏମିତି ପଚାରିଲି ଆପଣଙ୍କୁ, ଆଉ ଯୋଉଟା ବି କହିଥିଲି ଯେ ଆମର ଯୋଉ ଧ୍ରୁବ ସିତୁଆଲା, ସେ କଣ ଟା ଜିତିଛନ୍ତି ଏପ୍ରିଲ ମନ୍ଥରେ, କାହାକୁ ହରେଇଥିଲେ, କୋଉଠି ସେ ଇଭେଣ୍ଟ ଟା ହଉଥିଲା, ସେ ଜିନିଷରେ ମତେ ଆପଣ କମେଣ୍ଟ ବକ୍ସରେ ଜଣେଇବେ। ବାକି ଯଦି ସେମିତି ମ୍ୟାନେଟ ନାହିଁ ଯେ ଆପଣ ଜଣାନ୍ତୁ, ଆପଣ କ୍ଲାସ ଟା ଆପଣଙ୍କୁ ଭଲ ଲାଗିଲା ଦେଖନ୍ତୁ, ନହେଲେ ନାହିଁ ସେମିତି କିଛି ଇଏ ବି ନାହିଁ, କାହିଁକିନା ବହୁତ ସାରା ସୋର୍ସ ଅଛି କ୍ଲାସ କରିବା ପାଇଁ। ଆଉ ହଁ, କୋଉ ସୋର୍ସ ଟା କଣ ଆପଣ ସେ ନ୍ୟୁଜ ଟାକୁ ବି ସର୍ଚ୍ଚ କରନ୍ତୁ। ମୁଁ ଖାଲି ପଢେଇଦେଲି ସେଟା ନୁହେଁ, ଆପଣ ଜାଣିବାକୁ ଚାହୁଁଛନ୍ତି ନ୍ୟୁଜ ଟା କେତେ ଇମ୍ପୋର୍ଟାଣ୍ଟ, କଣ ପାଇଁ ମୁଁ କଭର କରିଛି, ଆପଣ ଏକ୍ଜାକ୍ଟଲି ନ୍ୟୁଜ ଟାକୁ ଗୁଗୁଲ କରିଦେଇ ପାରିବେ ଯେ କଣ ପାଇଁ ମୁଁ ନ୍ୟୁଜ ଟା କଭର କରିଛି। ଆଉ ବାକି ଚ୍ୟାନେଲରେ ବି ପଢା ହଉଛି, ଦେଖନ୍ତୁ ଯୋଉଟା ମାନେ ରିଲିଭେଣ୍ଟ ଜିନିଷ ହିଁ ଦେଖନ୍ତି। ରିଲିଭେଣ୍ଟ ଜିନିଷ ବହୁତ ସାରା ଚ୍ୟାନେଲ ରେ ପଢା ହୁଏ, ଯେତିକି ପଢା ହଉଥିବ ତାଠୁ ଗପ ବେଶୀ ଥିବ। ତା ଦେହରେ ପୁଣି ଥିବ ପ୍ରତି ଦି ତିନିଟା କୋଶ୍ଚିନ୍ ପରେ ପରେ ଆପଣ ଚ୍ୟାନେଲ ର ପ୍ରମୋସନ ଟା ଦେଖୁଥିବେ, ଏଇଟା କିଣନ୍ତୁ, ସେଇଟା କିଣନ୍ତୁ, ଆପଣ ଯଦି କିଣିବାକୁ ଜିନିଷଟା ଆପଣ ଯଦି ବିକୁଛନ୍ତି, ତାହେଲେ ଆପଣ ଫ୍ରି କାହିଁ ପଢଉଛନ୍ତି? ଗୋଟେ କଥା କୁହନ୍ତୁ, ଯଦି ଗୋଟେ ଚ୍ୟାନେଲରେ ଆପଣ ଫ୍ରିରେ ଗୋଟେ ଜିନିଷ ଦଉଛନ୍ତି, ପୁଣି ଗୋଟେ ଜିନିଷ ପାଇଁ ପଇସା ନଉଛନ୍ତି, ନର୍ମାଲି ଆପଣ ଗୋଟେ ଦେଖନ୍ତୁ, ମୁଁ ଗୋଟେ ଦୋକାନ ସପୋଜ ଦେଲି, ମୁଁ କାହାକୁ ମାନେ ଆକ୍ଷେପ କରିକି କହୁନି କୋଉ ଚ୍ୟାନେଲ ବାଲା କି କୋଉ ଷ୍ଟୁଡେଣ୍ଟ କୁ ସେମିତି କହୁନି ଯେ ଚ୍ୟାନେଲ ଦେଖନ୍ତୁ ବୋଲି। ତ ଆପଣ ଗୋଟେ ଜାଗାକୁ ଧରନ୍ତୁ, ଆପଣ ଗଲେ ଗୋଟେ ଦୋକାନକୁ ଗଲେ, ଦୋକାନୀ ବାଲା କହିବ ଯେ ବାହାରେ ଗୋଟେ ଫ୍ରୁଟସ ରଖିଛି, ସେଟା ମୁଁ ଫ୍ରିରେ ଦଉଛି, ଆଉ ଗୋଟେ ଫ୍ରୁଟ ଅଛି ତା ପାଇଁ ପଇସା ଦବାକୁ ପଡିବ। ଆଚ୍ଛା, କୋଉ ଜିନିଷଟା ଗୋଟେ ଲୋକ ଫ୍ରିରେ ଦିଏ, କୋଉ ଜିନିଷଟା ଗୋଟେ ଲୋକ ପଇସା ନେଇକି ଦିଏ? ମୁଁ କହୁନି ଯେ ସବୁ ଫ୍ରି ଜିନିଷ ଖରାପ ବୋଲି, କହୁନି କି ସବୁ ପେଡ ବାଲା ଭଲ, ସବୁ ଫ୍ରି ଜିନିଷ ଖରାପ, ନାଇଁ। ଫ୍ରିରେ ବି ଭଲ ସାର୍ ଅଛନ୍ତି, ଭଲ କଣ୍ଟେଣ୍ଟ ଦଉଛନ୍ତି, ସେଇଟା ଆପଣଙ୍କୁ ଫାଇଣ୍ଡ ଆଉଟ୍ କରିବାକୁ ପଡିବ। ଯୋଉ ବି ମ୍ୟାଥ ସାର୍ ଯିଏ ମ୍ୟାଥ ପଢଉଛନ୍ତି, କି ରିଜନିଂ ପଢଉଛନ୍ତି, କରେଣ୍ଟ ଆଫେୟାର ପଢଉଛନ୍ତି, କି ଇଂଲିଶ ପଢଉଛନ୍ତି, କି ରିଜନିଂ ପଢଉଛନ୍ତି, ଦେଖନ୍ତୁ ଆପଣ ତାଙ୍କର କ୍ଲାସ ଦେଖନ୍ତୁ। ହଁ, ଯୋଉ ଇରଲିଭାଣ୍ଟ କଥା କହୁଥିବେ ଯେକୌଣସି ବି ସାର ପାଇଁ, ସେଇ ଜାଗାଟା ଆପଣ ସ୍କିପ୍ କରିଦେବେ। କିନ୍ତୁ ଫ୍ରିରେ ବି ଭଲ ଜିନିଷ ଅଛି, ସେଇଟା ମାନେ ଭଲ ଜିନିଷ ବି ଅଛି ଫ୍ରିରେ, ସେଇଟା ଆପଣଙ୍କୁ ଫାଇଣ୍ଡ ଆଉଟ୍ କରିବାକୁ ପଡିବ ଯେ କୋଉ ଚ୍ୟାନେଲ ଟା ଫ୍ରିରେ ଭଲ ଦଉଛି, କୋଉ ଚ୍ୟାନେଲ ଟା ଫ୍ରିରେ ତା ପେଡ ପାଇଁ ପ୍ରମୋଟ କରଉଛି। ଆଉ ହଁ, ଯିଏ ବି କୋର୍ସ କିଣିଛନ୍ତି ଆର ଆଇ ପାଇଁ, ଏ ଯୋଉ ଆର ଆଇ ପାଇଁ ଭଲସେ ଇଏ କରନ୍ତୁ, କିନ୍ତୁ ଦେଖନ୍ତୁ 3 ମାସରେ ଏତେ ସାରା କୋର୍ସ ଜଣେ କମ୍ପ୍ଲିଟ କରିପାରିବ ନାହିଁ ଯଦି ସେ ଆଗରୁ ନ ପଢିଛି। ତା ପାଇଁ ବହୁତ କଷ୍ଟ ହେଇଯିବ, ଯଦି ହଁ 12 ରୁ 15 ଘଣ୍ଟା ଭଳିଆ ପଢିବ, ଯୋଉଟା କି ପସିବୁଲ ନୁହେଁ। ଗୋଟେ ଆଇଡିଆଲ ଟାଇମ, ଆପଣ ଯିଏ ଆଇଏଏସ୍ କରୁଛନ୍ତି ସିଏ ବି କହୁଛନ୍ତି ଭାଇ 8 ରୁ 8 ଘଣ୍ଟା, ମାକ୍ସିମମ୍ କାଁ ଭାଁ 10, ନହେଲେ 8 ଘଣ୍ଟା, ଆପଣ ଅଧିକା ସମୟ ପଢି ପାରିବେନି। ସେ ଯୋଉ ଲୋକ କୁହନ୍ତି 12 ଘଣ୍ଟା 15 ଘଣ୍ଟା, ସବୁ ଡାହା ମିଛ, ଡାହା ଗାଲୁଆ ଗପ, ଆଉ କିଛି ନୁହଁ। ପରନ୍ତୁ ଆପଣଙ୍କୁ ଟାଇମ ମିଳୁଛି, ଭଲ ଟାଇମ ବି ଅଛି, ମିନିମମ୍ 2 ମାସ ପ୍ଲସ ହାତରେ ଅଛି, ଆପଣ ଆର ଆଇ ପାଇଁ ପଢାପଢି ଷ୍ଟାର୍ଟ କରନ୍ତୁ। ହଁ, କ୍ଲାସ ଟା ସରି, ମୁଁ ଏଇ କ୍ଲାସ ଟା ଆଣିପାରିଲି, ମୁଁ ଟିକେ ଆପଣ ଜାଣିପାରୁଥିବେ ମୋ ଭଏସ ରୁ ଜାଣିପାରୁଥିବେ, ମୋର ଦେହ ବି ଏଯାଏଁ ସମ୍ପୂର୍ଣ୍ଣ ଭଲ ବି ହେଇନି, ବହୁତ ଜୋରରେ ଥଣ୍ଡା ମତେ।
ତ ସେଠି ଗତକାଲି କ୍ଲାସ ଟା ବନ୍ଦ ଥିଲା, ଆଣିପାରିନଥିଲି, ଆଜି ଏଟା ଆଣିଲି। ହଁ ଆଜି ମୁଁ ଚେଷ୍ଟା କରୁଛି, ଓଡିଆ ଓଡିଆର ଆଜି ଓଡିଆର ଆଜି ଆମେ ପଢିବା ବାକ୍ୟ ଆଉ ବିଶେଷ୍ୟ। ବାକ୍ୟ ବିଶେଷ୍ୟ ଆଜି ଏଟା ଡିସ୍କସନ କରିଦବା। ଯୋଉଟା କି ଆପଣଙ୍କର ଏସ ଅଛି, ଏ ଯୋଉ ଆଡଭୋକେଟ ଜେନେରାଲ ଏଜି ର ଯୋଉ ଏସ ବାହାରିଛି ଆଡଭୋକେଟ ଜେନେରାଲ, ଆପଣ କଣ 29 ପୋଷ୍ଟ ଅଛି, ଥାଉ କିଛି ନାହିଁ, ମାଗଣା ତ ଫର୍ମ ଅଛି, ପକାନ୍ତୁ, ଏକ୍ସାମ ଟା ଦିଅନ୍ତୁ। ସେମ ପାଟର୍ନ ଏସ ଭଳିଆ, ସେକ୍ରେଟାରୀ ଏସ ଭଳିଆ। ସେକ୍ରେଟାରୀ ଏସ ଆସିବାର ମୋଷ୍ଟ ପ୍ରୋବାବଲ ଅଛି, କହୁଛନ୍ତି କଣ ସେପ୍ଟେମ୍ବର ଅକ୍ଟୋବର ବୋଲି। ଆସିବ, କିନ୍ତୁ ଭାକାଣ୍ଟ ଅଛି, ଆସିବ। ଆପଣ ଏବେଠୁ ଷ୍ଟାର୍ଟ କରନ୍ତୁ। ଓଡିଆ ଟା ମୁଁ ଆଜି ପଢେଇବି। ହଁ ଓଡିଆ ପ୍ଲସ ଓଡିଶାର ଯୋଉ ଷ୍ଟାଟିକ ପାର୍ଟ, ଫୋଲ୍ଡର ଟା ଖାଲି କରିଦେଇଛି, ପ୍ଲେଲିଷ୍ଟ ବନେଇ ଦେଇଛି, ଖାଲି ମୁଁ ଭିଡିଓ କଣ୍ଟେଣ୍ଟ, ଆର କଣ୍ଟେଣ୍ଟ ବି ବନେଇ ଦେଇଛି। ଓଡିଶା ଯୋଉ ଷ୍ଟାଟିକ ଆମର ଯେତେ ନ୍ୟାସନାଲ ପାର୍କ, ବାର୍ଡ ସେଞ୍ଚୁରୀ, ସେଇଠୁ ଷ୍ଟାର୍ଟ କରିବା, ଯୋଉଟା ଆରଆଇ ପାଇଁ ବି ଇମ୍ପୋର୍ଟାଣ୍ଟ। ସେଟା ପାଇଁ ମୁଁ କଣ୍ଟେଣ୍ଟ ଟା ବନେଇ ଦେଇଛି, ପିପିଟି ବନେଇ ଦେଇଛି। ଖାଲି ଯଦି ଦେହଟା ଭଲ ନଥିଲା ବୋଲି ମୁଁ ଏଟା ଜିନିଷଟା ଟିକେ ଆନାଲିସିସ୍ ଭଲସେ କରିପାରିବିନି ବୋଲି ମୁଁ ପଢେଇ ନଥିଲି। ଆଜି ମୁଁ ଚେଷ୍ଟା କରୁଛି ଓଡିଆ ପ୍ଲସ ଏଇଟା ଆମର ଓଡିଶାର ଜିଏସ୍ ଟା, ଏଇଟା ମୁଁ ଭିଡିଓଟା ପକେଇଦେବି। ଠିକ ଅଛି, ଦେଖନ୍ତୁ ଆପଣଙ୍କୁ ମୁଁ କହୁନି ଯେ ଆପଣ ଫ୍ରି ଚ୍ୟାନେଲ ପଢନ୍ତୁନି, ଅଲଗା କାହାକୁ ଖାଲି ପେଡରେ ପଢନ୍ତୁ, ନାଇଁ, ସେଇଟା ଆପଣଙ୍କର ପର୍ସନାଲ ଡିସିସନ। କାହାର ପର୍ସନାଲ ଡିସିସନ ଉପରେ କି କେବେ ଆଫୋର୍ଡ କରିବାଟା ଠିକ ନୁହେଁ। ସମସ୍ତଙ୍କୁ ଫ୍ରିଡମ ଦିଆଯାଇଛି, ତ ସେଥିଲାଗି ଆପଣ ଫ୍ରି ବି ଦେଖନ୍ତୁ। ଯୋଉ ଚ୍ୟାନେଲରେ ଆକ୍ଚୁଆଲି ପାଠ ପଢା ହଉଛି, ଦୁଇ ତିନିଟା ଚ୍ୟାନେଲ ଅଛି ପଢଉଛନ୍ତି, ବହୁତ ବଢିଆ ପଢଉଛନ୍ତି, ମ୍ୟାଥ ବହୁତ ବଢିଆ ପଢଉଛନ୍ତି, ଡିଆଇ ବହୁତ ବଢିଆ ପଢଉଛନ୍ତି। ଦେଖନ୍ତୁ ଆପଣ କୋଉ କୋଉ ଚ୍ୟାନେଲରେ ପାଠ ପଢା ହଉଛି, ଆଉ ସେଇ ଚ୍ୟାନେଲକୁ ହିଁ ଫଲୋ କରନ୍ତୁ। ଆଉ ଆପଣଙ୍କ କାମ ହଉଛି ପାଠ ପଢିବା। ଆଉ ଅନନେସେସାରୀ କୋଉ ଗ୍ରୁପରେ କି କୋଉ କମ୍ୟୁନିଟିରେ କି କୋଉଥିରେ କି କମେଣ୍ଟ ସେକ୍ସନରେ ଅନନେସେସାରୀ ଚାଟ କି ଟାଇମ ୱେଷ୍ଟ କରନ୍ତୁନି। ଟାଇମ ଆପଣଙ୍କ ହାତରେ ବହୁତ କମ, ଆପଣ ଜାଣିପାରିବେନି। ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ଏବେ ଛାଡନ୍ତୁ, ମୁଁ ଆ ଉପରେ ଗୋଟେ ଟାଇମ ମ୍ୟାନେଜମେଣ୍ଟ ଗୋଟେ ବଡ ଭିଡିଓଟେ ନେଇ ଆସି, ନହେଲେ ପିଲା କହିବେ କଣ ସାର୍ 20ଟା କୋଶ୍ଚିନ୍ କରେଇଲେ 20 ମିନିଟ୍ ଯାଇନି, ଆହୁରି 20 ମିନିଟ୍ ଗପୁଛନ୍ତି। କିଛି ନାହିଁ, ମୁଁ ଏଇ ଉପରେ ଗୋଟେ ଭିଡିଓଟେ ଆଣିବି, ଟାଇମ ମ୍ୟାନେଜମେଣ୍ଟ ଉପରେ ଗୋଟେ ଭିଡିଓଟେ ଆଣିବି। ହଁ ପଢାପଢି ଠିକ ସେ କରନ୍ତୁ, ଅନନେସେସାରୀ ଗ୍ରୁପରେ ଚାଟିଂ କି କୋଉଥିରେ କିଛି ଡିସ୍କସନ କରନ୍ତୁ ନାହିଁ, ଯୋଉଟା କି ଟାଇମ ୱେଷ୍ଟ ହଉଛି ଆପଣଙ୍କର। ୟୁଟ୍ୟୁବରେ ବହୁତ ଭଲ ଭଲ ସୋର୍ସ ଅଛି, ବିନା ପଇସାରେ ବି ଆପଣ ଭଲ ପାଠ ପଢି ପାରିବେ। ସେ ସୋର୍ସ